ବ୍ଲଗ୍ରେ ଆଜି ଆମେ କ'ଣ ବ୍ଲାଉଜ୍ ଅଲରେଡ଼ି ମୁଁ ଏସ୍ପଟି ଆଉ ଟପ୍ ୱାନ୍ ଟପ୍ ଟୁ ଜଏନ୍ କରିଦେଇଛି। ଭି ପଟ୍ଟା ଜଏନ୍ କରିବି। ପ୍ରାୟ ଲୋକଙ୍କର ଭି ପଟ୍ଟା ସେ ମାନେ କ'ଣ ଫିନିସିଂ ହେଉନି କି ଫିନିସିଂ ଲଗେଇପାରୁନା, ସେଇଟା ଆପଣଙ୍କ ଭାବରେ ସେୟାର କରିବି। ଦେଖ ମୁଁ ଅଲରେଡ଼ି ଏବେ ଜଏନ୍ କରିଦେଇଛି ଗୋଟେ ବଡ଼ ଫଳ। ଏବେ କ'ଣ ଭି ପଟ୍ଟା କେମିତି ଲଗେଇବି ବହୁତ କମ୍ ସମୟରେ ଆପଣମାନଙ୍କୁ ଶିଖେଇବି, ଆପଣମାନେ ଶିଖନ୍ତୁ। ভি পটটা আটলিস্ট কেମିତି ହେବ, এইটা আমি এক্সট্রা নেଉଛେ ନା, ভি পট ଆମର ଏକ୍ସଟ୍ରା ହାଫ୍ ଇଞ୍ଚ ବା 1 ଇଞ୍ଚ ଆମେ ନେଉଛୁ। ଦେଖିବ এইଗୁଡ଼ା ଆମକୁ ଜଏନ୍ କରିଦେବେ ହେଲା। ଯେଉଁଠୁ ଆପଣଙ୍କର କରୁଛନ୍ତି ସେଇଠୁ ଆପଣ ଜଏନ୍ କରିବେ। ଆଉ ଯାହା ବି ଆପଣଙ୍କର କପଡ଼ା ବଳିଲା ସେଇଟା ଆପଣ ଏକ୍ସଟ୍ରା କପଡ଼ାଟା ଆପଣ କାଟିଦେବେ, ବୁଝିଲା। ଆମର ଜଏନ୍ ହେଇଗଲା। ଦେଖିଦ ଏଇଟା ଆମର କାଚ ବଟମ୍ ଆଉ ବଟମ୍ ପଟ ଏଇଟା ଆମର ଯାହାରେ ଏଇଟା ଲଗାଇ ସାରିଲା ପରେ ଏଇଟା ଆମେ ଏକ୍ସଟ୍ରାଟା କାଟିଦେବା, ବୁଝିଲା। ତାପରେ ଏବେ କ'ଣ କରିବା ନା ଆପରେ ଫିନିସିଂ ଦେଖାଯିବା ପାଇଁ ଆପରେ ଆମେ ଗୋଟେ ଚାପ କରିବା। ଏବେ ମୁଁ ଚାପ ପକାଇଦେଲି, ଏଇଟା ଫିନିସିଂ ଗୋଟେ ହେଲା। ଆଉ ଗୋଟେ ବି ପକାଇ ଦେଉଛି। ଫିନିସିଂ ହେଇଗଲା ନା। ଚାହିଁଲେ ବି ସାଇଡ଼୍ରେ ବି ଆପଣ ମାନେ ସିଲେଇ କରିପାରିବେ ଫିନିସିଂ ପାଇଁ। ଯଦି ଟେଷ୍ଟିଂ ହେବନି ସେଥିପାଇଁ ପକାନି, ଏଇଟା ଫିନିସିଂ ପକାଇଛି। ଏବେ ଆମର ଭି ପଟ୍ଟା ଲାଗିଗଲା। ଏଇଟା ଆମର କ'ଣ କରିବା ନା ବଟମ୍ ପଟ୍ଟା ଲଗାଇବୁ ହେଲା। ଏଇଟା ଯେମିତି ଭି ପଟ୍ଟା ନେକ୍ସଟ ବି ସେମିତି ସେମ୍ ପ୍ରୋସେସ୍ରେ ସିଲେଇ କରିବୁ। ଦେଖିଦେବେ ଭି ପଟ ଲଗାଇଲା ବେଳେ ଯେଉଁଟା ଆପଣଙ୍କର ଅଧିକ ଅଂଶ ନେଇଥିବେ ବଡ଼ ପଟ, ଏଇଟା ବଟମ୍ ପଟ ଲାଗିବ ବା କାଚ ପଟ ଲାଗିବ ହେଲା। ଏଇଟା ଆମେ ଯେଉଁ 3.5 ବା 4 ନେଇଥିଲେ ଏଇଟା ସେଟ୍ ବଡ଼ ବଡ଼, ଆଉ ଯେଉଁଟା ଆପଣ ରହିଲେ ଛୋଟ 1 ଇଞ୍ଚ କମ୍, ଏଇଟା ଆମର ଉଲ୍ଟା ପଟ ସାଇଡ଼୍ ରହିବ ହେଲା। ଦେଖ ଦୁଇ ପଟାକ ମୁଁ ଏବେ ସିଲେଇ କରିଦେଲି ଅଲରେଡ଼ି। ଭି ପଟ ଲଗେଇଲି ହେଲା, କେତେ ଫିନିସିଂ ହେଇଛି ଦେଖ। ଏଇପଟେ ବି ଆଉ ସିଲେଇ ଫିଟିବା ନାହିଁ। ଏଇଠି ବି ଆମର ଜିଗଟା ସିଲେଇ ନ ପକେଇଲେ ବି ଆପଣ ଚଳିବ ହେଲା। ସୂତା ଉଲାରି ହେବାର ବି ଚାନ୍ସ ନାହିଁ। ତାପରେ ଆମେ କ'ଣ କରିବା ନା ପଟି ଆଉ କାଚ ପଟି ଆଉ ବଟମ୍ ପଟି ଲଗେଇବି। ଆଶା କରୁଛି ଆପଣମାନେ ଶିଖିଥିବେ ଆଉ ଦେଖିଥିବେ। ଭିଡ଼ିଓଟା ଆପଣଙ୍କୁ ଭଲ ଲାଗିଥିବ ପ୍ଲିଜ୍ ଲାଇକ୍ ସେୟାର ନିହାତି କରିବେ। ପୁଣି ଦେଖା ଆଉ ଗୋଟେ ଭିଡ଼ିଓରେ ନେକ୍ସଟ ବ୍ଲଗ୍ରେ ରହୁଛି। ବାଏ, ଜୟ ଜଗନ୍ନାଥ।